श्री गुरवे नमः। बंधुगण, अज्ञानतिमिरान्धस्य ज्ञानाञ्जन शलाकया चक्षुरुन्मीलितं येन तस्मै श्री गुरवे नमः। से गुरु को नमस्कार करुछि जे आम चक्षु खोली दियंती, उन्मूलन करती। को चक्षु? ज्ञान चक्षु। अज्ञान अंधकार आम समस्त मनुष्य बुड़ी रहीचे। ये अज्ञान अंधकार आमको सड़क रास्ता को ज्ञान आलोक नापी जी प्रयास कर गुरु को नमस्कार करुच्ची। जमती माँ पुअर आखिर जत्न निए गोटे छोटिया शलाका माने काठी अंजन को आनी आखि भीतर पतार लगाए आखिर सुरक्षा पाई जत्न करे। गुरु सेमती ज्ञान रूपक अंजन को कज्जल को आनी आमर ज्ञान नेत्र में बोली दियंती, जाफल आम किसी जानीपार बुझीपार कहीपार से परम पूज्य गुरु को प्रणाम करी। बंधु, आज आम वृष राशि उपरे एक संदर्भ पाठ करवा। आपण जानी खुशी हेबे जे खराब लोक जदि भल फल दियंती ताहले आनंद लागबनी। जन्म बृहस्पति जम्मा सुफल लगा था न से किंतु कृतिका रोहिणी मृगशिरा ये 3 नक्षत्र को दी हाथ में कल्याण करेंगे। दुर्भाग्य को दूर को ठेल दे सौभाग्यर मंत्र पाठ करेंगे। शनि 10 जीवे एकादश को मार्च 29 यही मास 29 राति दशम वृष दशम अच्छा एकादश हेबे माने दशम एकादश शनि 2 प्रकार अवस्था थिले भी कल्याण करती। राहु एकादश स्वर्ण पुष्प पुष्टि करेंगे। मुख्यतः एबे वृष राशि एकादश 4टी ग्रह रवि बुध शुक्र राहु आउ 29 आसीगले शनि मीन राशि रे पंचग्रह कूट हो। तेणु वृष राशि एकादश स्था सर्वे ग्रह फललाभ हंतु बोली पुरोहित कल्याण करती ना। तेणु समस्त ग्रह कल्याण करेंगे। केतु पंचम से टिके कल्याण करें। 2-4 मंगल कर्कट को आसिले 2 हाथ में कल्याण करेंगे। 2-4 पर्यंत मंगल मिथुन रहे। मंगल पर जो जटिल अवस्था बहुत दिन रही केतले मिथुन केतले कर्कट से सीमांत राज्य नक्सल माने विभिन्न जगार चोर डकैत अदिनिया वर्षा यू हो मंगलमय बहुत दिन है से मिथुन कर्कट कर्कट मिथुन जास कर। हाँ बंधु, वृष राशि शुभ खबर नहीं मीनमास आसी। मीनमास आयुकाल अवधि मार्च 14 रु एप्रिल 14। सब बड़ कथा है देशर भविष्य छात्र छात्री देशर सुरक्षा करुछंती वैज्ञानिक गवेषक मान से मानक ये मासटी आशीर्वाद पूर्ण हो। समस्त को समस्त इच्छा पूरण में सहयोग कर चाकरी खोजुवा विद्यार्थी माने चाकरी पाइबे। आ जीवन साथी खोजुवा युवक युवती माने योग्य मन लाखी साथी पाइबे। वैज्ञानिक मानकर गवेषणा सफल हो। आउ गोटे कथा है गृहर सबकि गृहिणी गृह मुच्यते
ଘରଣୀ ଘର କୁହାଯାଏ। ସପ୍ତମାଧିପ ବୃହସ୍ପତି ଶୁଭ ଦୃଷ୍ଟି ଦେଇଛନ୍ତି ସପ୍ତମକୁ। ତେଣୁ ଆ ବାଳା ବୃଦ୍ଧା ସମସ୍ତ ରମଣୀ ଆନନ୍ଦିତ ହେବେ। ପୂର୍ବ ସମୟରେ କରିଥିବା ଭୁଲ ପାଇଁ ଅନୁତାପ କରିବେ। ଚେଷ୍ଟା କରିବେ ନିଜକୁ ସତୀ ସାବିତ୍ରୀ ଭଳି ସଜାଇବା ପାଇଁ। ମାନସିକ ପ୍ରସ୍ତୁତ ହେବେ, ଉପରେ ନୁହଁ। ସେମାନଙ୍କର ମନ ପବିତ୍ର ହେଇଯିବ ଗଙ୍ଗା ଜଳ ଭଳି। ସେମାନେ ନିଜକୁ ସଜାଡ଼ି ନେବେ। ଏ ମାସ ସବୁ କର୍ମଚାରୀ ସମସ୍ତ ବୃତ୍ତିଜୀବୀଙ୍କୁ କଲ୍ୟାଣ କରିବ। ବ୍ୟବସାୟୀମାନଙ୍କର ବ୍ୟବସାୟରେ ବିଶେଷ ଉନ୍ନତି ହେବ। କୃଷକ ଭଲ ଫସଲ ଆୟ କରିବେ। ଆଉ ସୈନିକମାନେ, ଆରକ୍ଷୀ ବାହିନୀମାନେ ସଂଗ୍ରାମର ସମ୍ମୁଖୀନ ହେବେ ଏବଂ ସକ୍ସେସ୍ ହେବେ। ସନ୍ତ୍ରାସବାଦୀମାନଙ୍କୁ, ବିରୋଧୀମାନଙ୍କୁ ଶାସନ କରିପାରିବେ। ଜୟ ହେବ। ଆସନ୍ତୁ ଏ ପ୍ରବନ୍ଧ ଟିକେ ଶୁଣିବା। ଜାନୁଆରୀ 14 ସକଳ ଶକ୍ତିର ଆଧାର ସୂର୍ଯ୍ୟ ଯେଉଁ ଉତ୍ତରାୟଣ ପର୍ବ ଆରମ୍ଭ କରିଥିଲେ। ମୀନ ମାସ ଏ ପର୍ବର ତୃତୀୟ ମାସ, ମାନେ ରବି ଏବେ ମୀନରେ। ମୀନ ମାସ ଆରମ୍ଭ ହେଲା। ଏହାର କାର୍ଯ୍ୟକାଳ ମାର୍ଚ୍ଚ 14ରୁ ଏପ୍ରିଲ 14 ଯାଏ। ଏ ମାସରେ ମୀନରେ ରବି, ବୁଧ, ଶୁକ୍ର, ରାହୁ ଅଛନ୍ତି। ମାର୍ଚ୍ଚ 29ରେ ଶନି ମୀନକୁ ଆସିଲା ପରେ 5ଟି ଗ୍ରହ ମୀନରେ ରହିବେ। ଏବେ ଶନି କୁମ୍ଭରେ, ତେଣୁ ମାର୍ଚ୍ଚ 28 ଯାଏ ସେ କୁମ୍ଭରେ ରହିବେ। ମାର୍ଚ୍ଚ 29ରେ ସେ ମୀନକୁ ଆସିବେ। ବୃହସ୍ପତି ବୃଷରେ, ମଙ୍ଗଳ 1-4 ଯାଏ ମିଥୁନରେ, 2-4ରେ ସେ ଯିବେ କର୍କଟକୁ, କେତୁ କନ୍ୟାରେ, ପୁଣି ରବି 16-3 ଯାଏ ପୂର୍ବଭାଦ୍ରରେ, 30-3 ଯାଏ ଉତ୍ତରଭାଦ୍ରରେ ଓ 14-4 ଯାଏ ରେବତୀ ମୀନରେ ରହିବେ। ତେଣୁ ମୀନ ରାଶି ପାଇଁ ମଧ୍ୟ ମଙ୍ଗଳ ହେବ। ଶନି ଏକାଦଶ ସ୍ଥ ହେବେ ବୃଷ ରାଶି ପାଇଁ। ଏକାଦଶରେ ରବି, ବୁଧ, ଶୁକ୍ର, ରାହୁ, 30-3ରୁ ଶନି ଏକାଦଶ ହେବେ। ଏବେ ଦଶମ ଶନି, ଚତୁର୍ଥ ଗୁରୁ, ଦ୍ୱିତୀୟ ମଙ୍ଗଳ, 2-4ରୁ ତୃତୀୟ ମଙ୍ଗଳ ହେବେ। ପଞ୍ଚମ କେତୁ ରବିଙ୍କ କଲ୍ୟାଣରୁ ବୃଷ ରାଶିଆନ ବନ୍ଧୁମାନେ ଏ ମାସରେ ସମ୍ମାନ, ଧନ ଓ ବହୁ ଶୁଭ ଖବର ପାଇ ଖୁସି ହେବେ। ଏସବୁ ଦେବେ ରବି, ମାସାଧିପତି ରବି ଏସବୁ ଦେବେ। କଲ୍ୟାଣ କରିବେ, ଧନ ଦେବେ, ସମ୍ମାନ ଦେବେ, ଶୁଭ ଖବର ଦେବେ। 2-4-25 ପରେ ତୃତୀୟ ମଙ୍ଗଳ ଧନ ଲକ୍ଷ୍ମୀଙ୍କୁ ନିମନ୍ତ୍ରଣ କରିବେ। 2-4ରୁ ବୁଧ ଉଦୟ ହେଲା ପରେ ସବୁ ଦିଗରୁ ଲାଭ ହେବ। ଜନ୍ମ ବୃହସ୍ପତି ହେଲେ ବି କୃତ୍ତିକା, ରୋହିଣୀ ଓ ମୃଗଶ୍ରେୟାକୁ ଏ ମାସରେ ବୃହସ୍ପତି ସମ୍ମାନିତ କରି ସୁଖ ଦେବେ। ଦଶମ ଓ ଏକାଦଶ ଶନି ସବୁ ଦିଗରୁ ସମସ୍ତ ପ୍ରକାର ଲାଭର ବାତାବରଣ ସୃଷ୍ଟି କରିବେ। ରାହୁ ବି କମ୍ ଦେବେନି। ଏହି 3-4-5 ନକ୍ଷତ୍ରର ମୁଣ୍ଡ ଉପରେ ସ୍ୱର୍ଣ୍ଣ ପୁଷ୍ପ ସୃଷ୍ଟି କରିବେ। ଶାନ୍ତି ଓ ସୁଖ ଦେବେ। ଯେଣୁ ପଞ୍ଚମକୁ ରବି, ବୁଧ, ଶୁକ୍ର, ରାହୁଙ୍କର ଶୁଭ ଦୃଷ୍ଟି ଅଛି। ତେଣୁ ବିଦ୍ୟାର୍ଥୀଗଣ ସମସ୍ତ ସମସ୍ୟାରୁ ମୁକ୍ତ ହୋଇ ଖୁସିରେ ଅଗ୍ରସର ହେବେ। ସପ୍ତମକୁ ବୃହସ୍ପତିଙ୍କ ଦୃଷ୍ଟି ଥିବାରୁ ଓ ସପ୍ତମାଧିପ ମଙ୍ଗଳ ବୃହସ୍ପତିଙ୍କର ମିତ୍ର ହେତୁ ସମସ୍ତ ନାରୀ ସୁଖ ଓ ସନ୍ତୋଷରେ କାଳ କାଟିବେ। ପାରିବାରିକ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ପୁରୁଷମାନେ ମାନସିକ ସୁସ୍ଥତା ମଧ୍ୟରେ ରହି ପ୍ରାପ୍ତ ଧନର ସୁବିନିଯୋଗ କରି ପରମ ଶାନ୍ତି ଲାଭ କରିବେ। କର୍ମାଧିପତି ଶନି ଯେଣୁ ଚଳଚଞ୍ଚଳ ଅବସ୍ଥାରେ ଏବେ ମାର୍ଗୀ। ତେଣୁ ସମସ୍ତ କର୍ମୀ ଯଥା ବ୍ୟବସାୟୀ, କୃଷକ, ଚିକିତ୍ସକ, ସୈନିକ ଓ ଆଇନଜୀବୀ ମାନସିକ ବିଭ୍ରାନ୍ତ ମଧ୍ୟରେ ଗତି କରୁଛନ୍ତି। ତେଣୁ ସେମାନଙ୍କ ପାଇଁ ମଧ୍ୟ ଶୁଭ ସମୟ ଆସିବ। ତଥାପି ଏଇମାନେ ବୋଇଲେ ବ୍ୟବସାୟୀ, କୃଷକ, ଚିକିତ୍ସକ, ଆଇନଜୀବୀ, ସୈନିକମାନେ କାମ ଠିକ୍ ଠାକ୍ କରି ନପାରି ଅଶାନ୍ତ ହେବେ। ତେଣୁ ସେମାନଙ୍କର ମନ ଚଞ୍ଚଳ ହେବ। ସହକର୍ମୀଙ୍କ ସହ ମତାନ୍ତର ହେବ, ପରେ ମନାନ୍ତର ହୋଇପାରେ। ଏଣୁ
ଶାନ୍ତି ପାଇଁ ଦାନ ଧର୍ମର ଆୟୋଜନ କରନ୍ତୁ, ମଙ୍ଗଳ ହେବ। ଧର୍ମ କଲେ ଅଶାନ୍ତ ପରିବେଶ ଶାନ୍ତ ହେବ, ପାରିବାରିକ କଳହର ଅବସାନ ହେବ। ଶୁକ୍ରଙ୍କ ପାଇଁ ଦୁଃଖ ମାଡ଼ି ଆସିବ, ଦୁଃଖ ଝଡ଼ ମାଡ଼ି ଆସିଲେ କଷ୍ଟ ହେବ। 2-4 ଯାଏ ମଙ୍ଗଳ ଦ୍ୱିତୀୟ, ଏଣୁ 2-4 ଯାଏ ଦୁର୍ଘଟଣାର ଭୟ ଅଛି। ସୁତରାଂ ଈଶ୍ୱରଙ୍କ ଶରଣାପନ୍ନ ହୋଇ ଯାତ୍ରା କରନ୍ତୁ। ଯାତ୍ରା ସମୟରେ ଦୁର୍ଗା ଦୁର୍ଗା କହି ଯାତ୍ରା ଆରମ୍ଭ କରନ୍ତୁ, ଦୁର୍ଗା ରକ୍ଷା କରିବେ। ଜନ୍ମ ବୃହସ୍ପତି, ଏଣୁ ମନ ପ୍ରାୟତଃ ଆତଙ୍କିତ ହେବ। ଶନିଙ୍କ ପାଇଁ ବୃଷ ରାଶିର ବନ୍ଧୁମାନେ ବହୁ ଦୂର ଯାଏ ଭ୍ରମଣ କରିବେ, ଦେହ ବଥା ହେବ, ଏ ଭ୍ରମଣଜନିତ ପୀଡ଼ା ହେବ। କେତୁ ପଞ୍ଚମସ୍ଥ ହେତୁ ଦୁଃସମ୍ବାଦ ଆସିବ ଆଉ ଶୁଣି କାନ୍ଦିବେ, କେତୁ କନ୍ଦେଇବେ। ଅନ୍ୟାନ୍ୟ ବହୁ ସୁଖ ଦେବେ କେତୁ, କିନ୍ତୁ ଦୁଃସମ୍ବାଦ ଦେବେ। ରବି 3ଟି ଯାକ ନକ୍ଷତ୍ରକୁ ବହୁ ସମ୍ମାନିତ କରିବେ, ବହୁ ଶୁଭ ଖବର ଦେଇ ଖୁସି କରିବେ। ଯେଣୁ ଶୁକ୍ର ମୁଖ୍ୟତଃ ଦୁଃଖର କାରଣ, ଏକାଦଶସ୍ଥ ଶୁକ୍ର ଦୁଃଖ ଦେଇଥାନ୍ତି ଗୋଚରରେ। ତେଣୁ ଗୋସେବା କରନ୍ତୁ। ଗୋଠରେ ଧଳା ଗାଈ ଥିଲେ ପ୍ରତିଦିନ ପ୍ରଭାତରୁ ତା ପାଦ ଧୋଇ ଦିଅନ୍ତୁ, 4 ପାଦ ଯାକ, ସନ୍ଧ୍ୟାରେ ଥରେ, ଏବଂ ତାର ଥଳାକୁ ଟିକେ ହଲେଇ ଗେଲ କରନ୍ତୁ, ତା କୁଜୁକୁ ଟିକେ ଆହୁରି ଦିଅନ୍ତୁ। ତାକୁ ସବୁଦିନ, ଧଳା ଗୋରୁଙ୍କୁ ସବୁଦିନ, ଯଦି ଘରେ ଗୋଠରେ ନାହିଁ ଗାଈ, ରାସ୍ତାଘାଟରେ ଧଳା ଗାଈ ଦେଖିଲେ ଖଣ୍ଡେ ଖାଦ୍ୟ ଖୋଇ ଦିଅନ୍ତୁ। ମାନସିକ ପ୍ରସ୍ତୁତ ହୁଅନ୍ତୁ, ମୁଁ ଧଳା ଗାଈକୁ କିଛି ଖାଇବାକୁ ଦେବି। ଧଳା ଗାଈ ଖୁସି ହେଲେ ଶୁକ୍ର ଖୁସି ହେବେ, ଶୁକ୍ର ଖୁସି ହେଲେ ଆସିବାକୁ ଥିବା ଦୁଃଖ ଦୂର ହୋଇଯିବ। ମଙ୍ଗଳଙ୍କ ପାଇଁ ଯେହେତୁ ଦୁର୍ଘଟଣା ଭୟ ଅଛି, ତେଣୁ ଯାତ୍ରା ସମୟରେ ଦୁର୍ଗା ଦୁର୍ଗା 2 ଥର କହି ଯାତ୍ରା କରନ୍ତୁ, ମଙ୍ଗଳ ହେବ। ଆଜି ପାଇଁ ଏତିକି ବନ୍ଧୁ, ସବୁ ପ୍ରଭୁଙ୍କର ଇଚ୍ଛା। ରହିଲି, ନମସ୍କାର।